ଏ ବିଷୟରେ ମୁଁ ତ ଜାଣିନି। ମୁଁ କଣ ସରପଞ୍ଚ ତ ମୁଁ, କିନ୍ତୁ ଯୋଉ ଫଟୋ ଉଠେଇବା ଦାୟିତ୍ୱ ଏଟା ସମ୍ପୂର୍ଣ୍ଣ ବିଭାଗଟା ହଉଛି କାହାର? ପିଓଙ୍କର କିମ୍ବା ତାଙ୍କର ଯିଏ ରହିଲେ ବ୍ଲକ ଷ୍ଟାଫ୍ ତାଙ୍କର, ସେମାନେ ଇନକ୍ୱାରି କରୁଛନ୍ତି, ସେମାନେ ଫଟୋ ଉଠଉଛନ୍ତି। ୟା ଦ୍ୱାରା ମୋର କିଛି ଭୂମିକା ହିଁ ନାହିଁ। ଆରେ ନା, ସେଠି ମୋର ସିମେଣ୍ଟ ଗାଡ଼ିଟା ଯାଇଥିଲା, ମୁଁ ସେ ବାଟ ଦେଇ ଯାଉଥିଲି, ସେ ସେଇଟା କହୁଛନ୍ତି ଯେ ଫଟୋ ଉଠେଇছে। ସେ ବାବଦରେ ମୁଁ ଟୋଟାଲି ହିଁ ଜାଣିନି। ସେ ବାବଦରେ ପିଓ ତାଙ୍କର ଜାଣିଥିବେ, ପିଓ ତ ବର୍ତ୍ତମାନ ଅସୁସ୍ଥ, ଆମକୁ ତ ବର୍ତ୍ତମାନ ପିଓ ମିଳିନି। ସେ ବାବଦରେ ମୁଁ ଟୋଟାଲି ହିଁ ଜାଣିନି। ନା, ବ୍ଲକର ତ କିଛି ମୁଁ ଜାଣିନି, ବ୍ଲକର ତ କିଛି ଅବଗତ ହେଇନି। ନା 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 ନା, ସେମିତି ତ କିଛି ହେଇନି। ସେ ବିଷୟରେ ତ ମୁଁ ବି ଜାଣିନି। ସେ ଯଦି କହୁଥିବେ ସେଟା ତାଙ୍କ ଦଳୀୟ ମନୋଭାବ ନେଇ କଣ କହୁଥିବେ ମୁଁ ଜାଣିନି। ବୁଝିପାରିଲ, ଯେହେତୁ ସେମାନେ ନାଲି ଗାମୁଛା ପକେଇ ବାଇଟ୍ ଦଉଛନ୍ତି ଯେ ଆମେ ସରକାର ଲୋକ, ଆମର ସରକାର ଦଳର ଲୋକ, ଆମ ଦଳ ଲୋକ ପାଇବେ, ଅନ୍ୟ କେହି ପାଇବେନି। ଆରେ ଗୋଟେ ସାଧାରଣ ଲୋକ ଘରଟେ ପାଇବ, ସେ ତାର ତା ଘରଟେ ପାଇଲେ ତାର କାମ କରିବ, ଘରର କାମ କରିବ। ନା ଆମେ ତାକୁ କହିବା ନା ଆମେ ସରକାର ଦଳର ଅଛୁ ବୋଲି ଆମେ ସବୁ ଆମେ ନେଇଯିବୁ ଆଉ ଅନ୍ୟ କେହି ପାଇବେନି। ତ ଯୋଉ ଫଲ୍ସ ବିଲ୍ କରୁଥିଲେ ଗୋବିନ୍ଦ ବାରିକର, ସେ ଗାଁ ଭିତରେ ଘର, ଅଲରେଡି ତାର କୋଠା ଘର ଅଛି। ये बिल टाକୁ ତାଙ୍କ ଘରଟାକୁ ଦେଖେଇ ସେ ଫଲ୍ସ ବିଲ୍ କରୁଥିଲେ। ସେ ଭୁଲ ମାଗି ଫଟୋ ଡିଲିଟ୍ କରି ଯାଇଛନ୍ତି। ମୋ କହିବା କଥା ଯେ ମୋହନ ସରକାର କହିଛନ୍ତି ଯେ ଘର ଥିବା ଲୋକଙ୍କର ଘର ମିଳିବ ନାହିଁ, ଚାଳ ଘର ଝୁମ୍ପୁଡ଼ି ଘର ଯେଉଁମାନେ ରହୁଛନ୍ତି ସେମାନଙ୍କୁ ଘର ମିଳିବା ଆବଶ୍ୟକ। ପଞ୍ଚାୟତରେ ବହୁତ ଦୁର୍ନୀତି ହେଇଛି, ମୋ ଦେଖିବାରେ ବହୁତ ଦୁର୍ନୀତି ହେଇଛି। ଆପଣ ଯଦି ଦେଖିବେ ଆମ ପଞ୍ଚାୟତର PMIର ବହୁତ ଦୁର୍ନୀତି ହେଇଛି। ସେଟା ଗୋଟେ ହେଉଛି ଗନ୍ତା ଘର, ଭାବିଲେ ବି କହିଲେ ବି ସରିବ ନାହିଁ। ତାଙ୍କର ସରପଞ୍ଚ ଯିଏ ରହିଲେ ଆମର ଦିଲ୍ଲୀପ ରାଉତ, ସେ ହେଉଛନ୍ତି ଆମର ସରପଞ୍ଚ ଅଛନ୍ତି। ସେ ତାଙ୍କର ମନ ଇଚ୍ଛା କାରୁକାର୍ଯ୍ୟ କରୁଛନ୍ତି। GRS ଥିଲେ ଆମର, ବର୍ତ୍ତମାନ ମୁଁ ବି ଜାଣିନି ଯେ GRS କିଏ ଅଛନ୍ତି। ପିଏ ଥିଲେ ଆମର ଝାଲିଆ ଯିଏ ଥିଲେ, ସିଏ ବର୍ତ୍ତମାନ ନାହାନ୍ତି। ସରପଞ୍ଚ ବର୍ତ୍ତମାନ ମନ ମାନି କାମ କରୁଛନ୍ତି। କାହାକୁ ଫଲ୍ସ ବିଲ୍ କରୁଛନ୍ତି, କାହାକୁ କହୁଛନ୍ତି ଧମକଉଛନ୍ତି ଯେ ତୋର ଘର କଟିଯିବ, ଘର ଦିଆହବ ନାହିଁ। ମୁଁ ବିଡିଓ ମହୋଦୟଙ୍କୁ କହୁଛି ଯେ ଇଏ ଘର ବାବଦର ଯୋଉ ଭଳି ଦୁର୍ନୀତି କରୁଛନ୍ତି, ଯେ ଗୋବିନ୍ଦ ବାରିକ ଯିଏ ଅଛନ୍ତି ତାଙ୍କର ଘର ଅଛି, ତାଙ୍କୁ ଇନକ୍ୱାରି କରନ୍ତୁ। ଯୋଉ ଘରଟା ବର୍ତ୍ତମାନ ମୋ ପଛପଟରେ ଅଛି, ଆପଣ ମାନେ ଭାଇ, ମୁଁ ମିଡିଆ ଭାଇ କହୁଛି ଦେଖେଇବା ପାଇଁ, ଏ ଘରଟା ତାଙ୍କର ନୁହେଁ। ସେ ଘରଟା ଅଲରେଡି ତାଙ୍କର ଅଛି। ସେଇ ଘରଟାକୁ ଇନକ୍ୱାରି କରିକି ଯୋଉ 40,000 ପାଇଛନ୍ତି ସେ ରିକଭରି କରନ୍ତୁ। ଘରକୁ ଆଗଉଛି, ମୋର ଟିକେ ପ୍ରୋବ୍ଲେମ ଥିଲା ବୋଲି ପବନ ବାତ୍ୟା ପାଇଁ ମୁଁ ଘରଟାକୁ ଆଗଉଛି। ଆମେ ନାଇଁ ନାଇଁ, ଏଇଟା ମୋ ଘର, ମାନେ ମୋ ବ୍ୟକ୍ତିଗତ ଘର, ମୋ ସରକାରୀ ମତରେ କିଛି ନାହିଁ। ମୁଁ ଯାଇଥିଲି ଗୋଟେ ବଜାରକୁ ଯାଇଥିଲି, ମୁଁ ଆସିଲା ଫଟୋ ଉଠାଉଛି। ଆରେ ଫଟୋ କଣ ପାଇଁ ଉଠଉଛ ତମେ? କାର ଫଲ୍ସ ବିଲ୍ କରୁଛ? ନା ଫଲ୍ସ ବିଲ୍ ନୁହଁ, ତୋର ଘର ଆଇଛି। ଯଦି ମୋର ଘର ଆଇଛି ଆସାମୀ ତ ମୁଁ ତ ଏଠି ନାହିଁ, ତମେ ଉଠଉଛ କାର ଏଠି? ଏଠି ଉଠଉଛ କାର? କିଛି ମିଳିନି ଆମକୁ, କିଛି ନୁହଁ। କୌଣସି ଇନ୍ଦିରାବାସ କଣ କିଛି ବି ଆସିନି ଆମର। ସିଏ ଆସି ଫଟୋ ଉଠୁଥିଲେ। ମୁଁ କହିଲି ଫଟୋ କମି ନା, ତୋର ଘର ଆଇଛି। ଆରେ ଯଦି ମୋର ଘର ହେଲା, ମୁଁ ତ ଏଠି ନାହିଁ, ତମେ କେମିତି ଫଟୋ ଉଠେଇଦେଲ? କହିଲେ ନା ନା ତୋର ଆସିଛି। ଆଉ ମୁଁ ହଉ ଦେଖେଇଲ ତ, ତା ସବୁ କଣ ସବୁ ମାନେ ଇଏ ସବୁ ଆସିବ, ସେମିତି ଦେଖେଇଲ। ଏମିତି କଥା ଆଉ କଣ କହିମି ତାକୁ? ତାକୁ ଧରିବ କଣ କରିବ? ଆଉ ଫଟୋ ଉଠେଇ ସେ ଫଲ୍ସ ବିଲ୍ କରିଥିଲେ। ଆଉ ଫଲ୍ସ ବିଲ୍ କରି ତାଙ୍କର ମାନେ ପଇସା ପାଇଥାନ୍ତେ। ଆଉ ମୋର ଏମିତି ରହିଥାନ୍ତି। ମୋର ଆଗକୁ କିଛି ଅଛି, ମୋର ଆଗକୁ ସେମିତି କିଛି ଚାଲ କରିଛି। ମୁଁ ମୋର ଘର ଦ୍ୱାରା ଆସେ, ମୁଁ କିଛି, ହଁ ହଁ ହଁ, ଏଇଟା ଘରକୁ ଦେଖେଇକି ଆଉ ଜଣଙ୍କର ବିଲ୍ ହେଇଥାନ୍ତା।